ପିଲାମାନେ ଆଜି ଆମେ ଆମର ଏଇ ପ୍ରକୋଷ୍ଠରେ କିଛି ସଂସ୍କୃତ ଭାଷାୟାମ ଅନୁବାଦମ ଗୁରୁତ କରିବା। କିଛି ଅନୁବାଦ ହିଁ କରିବା ଯୋଉଟା କି ସଂସ୍କୃତ ଭାଷାରେ ଓଡ଼ିଆ ଭାଷାରୁ ସଂସ୍କୃତକୁ ଅନୁବାଦ କରିବା। ଦେଖ ତାହେଲେ ପ୍ରଥମଟି ଆମେ କଣ କରୁଛେ? ପବନ ବହୁଅଛି, ବାୟୁଃ ପ୍ରବହତି ହେଲା, ବା ଅନିଳଃ ପ୍ରବହତି। ବର୍ଷା ଋତୁରେ ମୟୂରମାନେ ନାଚନ୍ତି। ବର୍ଷା ଋତଉ ସପ୍ତମୀ ବିଭକ୍ତି କରିଦବ। ବର୍ଷା ଋତଉ ମୟୂରାଃ ନୃତ୍ୟନ୍ତି। ପିଲାଟି ପଲଙ୍କରେ ଶୋଇଛି। ଶିଶୁଃ ପର୍ଯ୍ୟଙ୍କେ ସେତେ ହେଲା, ନହେଲେ ଶିଶୁଃ ପର୍ଯ୍ୟଙ୍କମ୍ ଅଧିଶେତେ। ଅଧି ଉପସର୍ଗ ଲଗାଇଲେ ଦ୍ୱିତୀୟ ବିଭକ୍ତି କରିବ, ନହେଲେ ସପ୍ତମୀ ବିଭକ୍ତି କରିବ। ଘରର ଚାରିପାଖେ ଉଦ୍ୟାନ ଶୋଭା ପାଉଛି। ଗୃହଂ ପରିତଃ ଉଦ୍ୟାନମ୍ ଶୋଭତେ। ସାଧନା ବ୍ୟତିରେକ ସିଦ୍ଧି ମିଳେ ନାହିଁ। ସାଧନାମ୍ ବିନା ସିଦ୍ଧିଃ ନ ଲଭ୍ୟତେ। ହେଲା, ସାଧନାମ୍ ବିନା ସିଦ୍ଧିଃ ନ ଲଭ୍ୟତେ। ଛାତ୍ରମାନେ ଶିକ୍ଷକଙ୍କ ପଛରେ ଯାଉଛନ୍ତି। ଛାତ୍ରାଃ ଶିକ୍ଷକମ୍ ଅନୁଗଚ୍ଛନ୍ତି। ସ୍କୁଲ ନିକଟରେ କୋଳି ଗଛ ଅଛି। ବିଦ୍ୟାଳୟମ୍ ନିକଷା ଫଳବୃକ୍ଷଃ अस्ति। ହେଲା, ରାଜଧାନୀ ନିକଟରେ ରାଜମାର୍ଗ ରହିଛି। ରାଜଧାନୀମ୍ ନିକଷା ନିକଟରେ ହେଲା ନିକଷା। ରାଜଧାନୀମ୍ ନିକଷା ରାଜମାର୍ଗଃ ବର୍ତ୍ତତେ ବା ତିଷ୍ଠତି। ସେ ଗାଈଠାରୁ କ୍ଷୀର ଦୁହୁଁଅଛି। ସଃ ଗୋଭ୍ୟଃ ଦୁଗ୍ଧମ୍ ଦୁହ୍ୟତି। ପରିଶ୍ରମ ବିନା କିଛି ହେବ ନାହିଁ। ପରିଶ୍ରମମ୍ ବିନା କିଞ୍ଚିତ୍ ନ ଭବିଷ୍ୟତି। ତୁମେ ମୋ ସହିତ ଆସ। ତ୍ୱମ୍ ମୟା ସହ ସହଯୋଗେ ତୃତୀୟା। ତ୍ୱମ୍ ମୟା ସହ ଆଗଚ୍ଛ। ତାଙ୍କ ଚେହେରାରୁ ଜଣାପଡୁଛି ସେ ଜଣେ ଉଦାର ବ୍ୟକ୍ତି। ତସ୍ୟ ସ୍ୱଭାବାତ୍ ଚେହେରାତ୍ ଜ୍ଞାୟତେ ସଃ ଏକଃ ବଦାନ୍ୟ ବା ଉଦାରଃ ବ୍ୟକ୍ତିଃ। ହେଲା, ହେ ରାଜା, ତୁମର ଚେଷ୍ଟା କରିବା ବୃଥା। ଭୋ ରାଜନ୍, ତବ ଚେଷ୍ଟା ବୃଥା। ହେଲା, ବା ତବ ଚେଷ୍ଟୟା ଅଳମ୍। ପ୍ରଜାପତିଙ୍କୁ ନମସ୍କାର। ପ୍ରଜାପତୟେ ନମଃ। ଛାତ୍ରଟି ଗଣେଶଙ୍କୁ ପ୍ରଣାମ କରି ପଢ଼ି ବସେ। ଛାତ୍ରଃ ଗଣେଶମ୍ ପ୍ରଣମ୍ୟ ପଠତି। ନଦୀ ପାଖରେ ବନ୍ଧୁଙ୍କୁ ବାଟୋଇ ଦେଇ ଆସ। ନଦୀମ୍ ନିକଷା ବନ୍ଧୁମ୍ ଅନୁସର। ଗାନ୍ଧୀଜୀ 21 ଦିନ ଧରି ଅନଶନ କରିଥିଲେ। ଗାନ୍ଧୀଜୀ 21 ଦିବସମ୍ ଅନଶନମ୍ ଅକରୋତ୍ ବା କୃତବାନ୍। ମୁଁ ବର୍ଷକରେ ବ୍ୟାକରଣ ଭଲ ଭାବରେ ପଢ଼ିଲି। ଅହମ୍ ବର୍ଷେଣ ବ୍ୟାକରଣମ୍ ଉତ୍ତମ ଭାବେନ ଅପଠମ୍। ନଈଟି 5 କୋଶ ବାଙ୍କି ଅଛି। ନଦୀ ପଞ୍ଚକ୍ରୋଶମ୍ ବ୍ୟାପ୍ନୋତି। ପିଲାଙ୍କ ଉପରେ ରାଗ ନାହିଁ।
ଶିଶୁଭ୍ୟଃ ନ କ୍ରୁଧ୍ୟ। ହେଲା। ଦୁର୍ଜନ ବ୍ୟକ୍ତିଙ୍କୁ ପରିହାର କରିବା ଉଚିତ। ଦୁର୍ଜନଃ ପରିହର୍ତ୍ତବ୍ୟଃ। ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ଅଧିକ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାତପି ଗରୀୟସୀ। ଏହି ବହି ମୋର। ଇଦଂ ପୁସ୍ତକମ୍ ମମ। ମା, ମୁଁ ପୃଥିବୀର ସନ୍ତାନ। ପିଲାମାନେ ଏଇଟା, ଏହି ମାଟି ମୋର ମା, ମୁଁ ପୃଥିବୀର ସନ୍ତାନ। ୟମ୍ ଭୂମିଃ ମମ ମାତା, ଅହମ୍ ଅସ୍ୟାଃ ଦାୟାଦଃ। ସୀତାଙ୍କୁ ଭୂମିକନ୍ୟା କହନ୍ତି। ସୀତା ଭୂମିକନ୍ୟା ଉଚ୍ୟତେ। ସେ ଥିଲେ ଜନକଙ୍କର ପାଳିତା କନ୍ୟା। ସା ଜନକସ୍ୟ ପାଳିତା କନ୍ୟା ଆସୀତ୍। ସେ ମଧ୍ୟ ବୈଦେହୀ ନାମରେ ପରିଚିତ। ସା ଅପି ବୈଦେହୀ ନାମ୍ନା ପରିଚିତା। ମୋ ଭାଇ ମୋ ଠାରୁ ବୟସରେ ବଡ଼। ମମ ଭ୍ରାତା ମତ୍ ଅବରଃ। ଅବରଃ ମାନେ ସାନ, ଜ୍ୟେଷ୍ଠଃ। ମମ ଭ୍ରାତା ମତ୍ ଜ୍ୟେଷ୍ଠଃ। ମା ପିଲାଟିକୁ ଜହ୍ନ ଦେଖାଉଛି। ମାତା ଶିଶୁମ୍ ଚନ୍ଦ୍ରମ୍ ଦର୍ଶୟତି। ଚନ୍ଦ୍ରଙ୍କର ଉପମା ନାହିଁ। ଚନ୍ଦ୍ରସ୍ୟ ଉପମା ନାସ୍ତି। ତୁମର ମୁଖଟି ଚନ୍ଦ୍ରଙ୍କ ସହିତ ତୁଳନୀୟ। ତବ ମୁଖମ୍ ଚନ୍ଦ୍ରେଣ ତୁଳନୀୟଃ। ବା ଚନ୍ଦ୍ରସ୍ୟ ତୁଳା। ଚନ୍ଦ୍ରସ୍ୟ ତୁଳା ତବ ମୁଖଃ। କର୍ଣ୍ଣ ଅର୍ଜୁନଙ୍କର ସମକକ୍ଷ ଯୋଦ୍ଧା ଥିଲେ। କର୍ଣ୍ଣ ଅର୍ଜୁନସ୍ୟ ସମକକ୍ଷ ଯୋଦ୍ଧା ଆସୀତ୍। ବା କର୍ଣ୍ଣଃ ଅର୍ଜୁନାୟ ଅଳମ୍। ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ। ଆମ ଦେଶ ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପି ରହିଛି। ଅସ୍ମାକମ୍ ଦେଶଃ ହିମାଳୟାତ୍ ଆରଭ୍ୟ କନ୍ୟାକୁମାରୀମ୍ ଯାବତ୍ ବ୍ୟାପ୍ନୋତି। ହେଲା, ଅସ୍ମାକମ୍ ଦେଶଃ ହିମାଳୟାତ୍ ଆରଭ୍ୟ କନ୍ୟାକୁମାରୀମ୍ ଯାବତ୍ ବ୍ୟାପ୍ନୋତି। ଗଦ୍ୟକୁ କବିମାନଙ୍କର କଷଟି ପଥର କହନ୍ତି। ଗଦ୍ୟମ୍ କବିନାମ୍ କଷଟି ପାଷାଣ ଇତି ବଦନ୍ତି। ପ୍ରାୟଃ ଉତ୍ସାହୀ ବ୍ୟକ୍ତିମାନେ ରାଜଲକ୍ଷ୍ମୀ ଭୋଗ କରନ୍ତି। ପ୍ରାୟଃ ଉତ୍ସାହୀ ଜନାଃ ରାଜଲକ୍ଷ୍ମୀ ଉପଭୋକ୍ତି। ଗୌରବ ଦୃଷ୍ଟିରୁ ମା ବାପାଙ୍କ ଠାରୁ ସହସ୍ର ଗୁଣରେ ବଡ଼। ଗୌରବ ଦୃଷ୍ଟ୍ୟା ମାତା ପିତୁଃ ସହସ୍ର ଗୁଣେନ ଅଧିକଃ। ଅହିଂସା ହେଉଛି ପରମ ଧର୍ମ। ଅହିଂସା ପରମ ଧର୍ମ ଭବତି। ବା ଖାଲି ଆମେ ଲେଖିପାରିବା ଅହିଂସା ପରମ ଧର୍ମଃ। ଧୈର୍ଯ୍ୟଶୀଳ ବ୍ୟକ୍ତି ନ୍ୟାୟ ମାର୍ଗରୁ ବିଚ୍ୟୁତ ହୁଅନ୍ତି ନାହିଁ। ଧୈର୍ଯ୍ୟଶୀଳ ଜନଃ ନ୍ୟାୟ ମାର୍ଗାତ୍ ନ ବିଚ୍ୟୁତଃ ଭବତି। ଅଧ୍ୟୟନରୁ ବିରତ ହୁଅ ନାହିଁ। ଅଧ୍ୟୟନାତ୍ ମା ବିରମ। ହେ ପ୍ରିୟେ, ବସନ୍ତ ଋତୁରେ ସବୁକିଛି ସୁନ୍ଦର। ହେ ପ୍ରିୟେ ସମ୍ବୋଧନ ଚିହ୍ନ। ବସନ୍ତ ଋତୁ ସର୍ବମ୍ ସୁନ୍ଦରମ୍ ଅସ୍ତି। ପୂର୍ବ କାଳରେ ଦଶରଥ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ପୁରା ଦଶରଥଃ ନାମ୍ନା ଏକଃ ପ୍ରସିଦ୍ଧଃ ରାଜା ଆସୀତ୍। ରାମଚନ୍ଦ୍ର ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ଜ୍ୟେଷ୍ଠ।
रामचन्द्रः तस्य पुत्रेषु ज्येष्ठः। पितृसत्य पालन करने से 14 वर्ष बणकू गले। पितृसत्यम पालनाय सह 14 वर्षाणी वनम अगछत। तांकर पत्नी सीता और भाई लक्ष्मण तांको सहित मध्य जाइथिले। तस्य पत्नी सीता अनुज लक्ष्मणः च तेन साकम् अगच्छताम्। सेमाने पंचवटी रे कुटीर निर्माण करी रहिथिले। ते पंचवट्यां कुटीर निर्माणं कृत्वा अतिष्ठन्। लंकार राजा रावण अत्यंत उद्धत थिले। लंकायाः राजा रावणः अतीव उग्रः आसीत्। से छलना करी सीतांको अपहरण करिथिले। सह कपटेन सीताम् अपहृत्य सीतायाः अपहरणं कृतवान्। हनुमान समुद्र लंघन करी सीतांकर संदेश आनिले। हनुमान समुद्रम उल्लंघ्य सीतायाः संदेशम आनयत्। बानर ओ भल्लुक जातीय सैन्य मानक सहित राम युद्ध यात्रा आरंभ करथिले। बानर भल्लुक जातीय सैन्यैः सह रामः युद्ध यात्रा आरभ्यते। पिला माने आज किछि आमे अनुवाद करले। पुनर्बार आउ किछि मध्य परवर्ती समय आलोचना करिबा। आजि पई आमे समस्ते एइठे ही रहुछे।